ନମସ୍କାର ଜୟ ଜଗନ୍ନାଥ ଶୁଭ ସକାଳ। ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଆମେ ମାନେ କେଉଁଠିକା ନା କେଉଁଠି ଗୋଟେ ଦର୍ଶନୀୟ ସ୍ଥାନ ଦେଖିବା ପାଇଁ ଯାଇଥାଉ। ଆଜି ଆମେ କେନ୍ଦୁଝରରୁ ଦାରିଙ୍ଗବାଡ଼ି ଯାଉଛୁ, କିନ୍ତୁ ବୌଦ୍ଧରେ ଷ୍ଟେ କରିବୁ। ତାହାର ଆମେ କିଛି ଦୃଶ୍ୟ ଦେଖେଇବୁ ଆପଣଙ୍କର। କେନ୍ଦୁଝରରୁ ବାହାରିଲୁ, ଅନୁଗୁଳ ଡିଷ୍ଟ୍ରିକ୍ଟକୁ ଗଲୁ, ଅନୁଗୁଳରୁ ଦେବଗଡ଼, ପୁଣି ଦେବଗଡ଼ରୁ ଅନୁଗୁଳ, ତାପରେ ଆଠମଲ୍ଲିକ ଦେଇକି ଆମେ ବୌଦ୍ଧରେ ପହଞ୍ଚିବୁ। ଦେଖନ୍ତୁ ତା ଭିତରେ ଯିବା ଭିତରେ କିଛି ରାସ୍ତାରେ ଦେବଗଡ଼ରେ ଆମେ ପାଇଲୁ ଗୋଟେ ବହୁତ ପୁରୁଣା ଶଗଡ଼ ଗାଡ଼ି ଦେଖିବା ପାଇଁ ମିଳିଲା। ଏବେ ଆମ ପଟେ ଲୋପ ପାଇଗଲାନି, ବହୁତ କମ୍ ଦେଖିବା ପାଇଁ ମିଳୁଛି ଶଗଡ଼ ଗାଡ଼ି। ତାପରେ ତାର ଆଗକୁ ଆମେ ଗଲା ଭିତରେ ପୁଣି ଅନୁଗୁଳ ଡିଷ୍ଟ୍ରିକ୍ଟ ପାଇଲୁ। ଏଇ ଅନୁଗୁଳ ଡିଷ୍ଟ୍ରିକ୍ଟରୁ ଆମେ ଯିବା ପରେ ଆମେ ଆଠମଲ୍ଲିକ ବୋଲି ଗୋଟେ ଜାଗା ପାଇବୁ, ଆଉ ତା ଆଗକୁ ରହିଛି ଆମର ମହାନଦୀ ବ୍ରିଜ୍। ଏଇ ଆଠମଲ୍ଲିକର ଗୋଟେ ଷ୍ଟୋରି ଅଛି, ମୁଁ ଆଉ ଫଟୋ ଦେଖେଇବି ଆଗକୁ, କି ସେ ଆଠମଲ୍ଲିକରେ ଗୋଟେ ପିକେ ମହାନଦିଆ ବୋଲି ଗୋଟେ ଲୋକ ଥିଲା। ତାର ଲଭ୍ ଷ୍ଟୋରି ବାବଦରେ ମୁଁ କହିବି। ସେ ସାଇକେଲରେ ସ୍ୱିଡେନ୍ ଯାତ୍ରା କରିଥିଲା। ଦେଖନ୍ତୁ ଏଇ ଚିତ୍ରଟି, ଏଇଟା ହେଉଛି ପିକେ ମହାନଦିଆ, ଏ ହେଉଛି ସ୍ୱିଡେନ୍ର ରାଣୀ। ତାକୁ କିପରି ତାର ମାନେ ଆର୍ଟ ସେ ଦିଲ୍ଲୀରେ କରୁଥିଲା ଏବଂ ଜାମୁକୋଳି ଖାଇ ସେ ସ୍ୱିଡେନ୍ ପହଞ୍ଚିଥିଲା ସାଇକେଲରେ। ସେତେ ବଡ଼ ଯୁଗରେ, ମାନେ 1950-55 ମସିହାର କଥା। ତାପରେ ତାର ଆଗକୁ ଆମେ ପହଞ୍ଚିଲୁ ମହାନଦୀ ବ୍ରିଜ୍ରେ କିଛି ଆମେ ଭିଉ ଦେଖେଇଲୁ। ଆଉ ଯେଉଁ ପିକେ ମହାନଦିଆ ଏଇ ମହାନଦୀ ବ୍ରିଜ୍ ତିଆରି ପାଇଁ ତାଙ୍କର ଯୋଜନା କରିଥିଲେ, କିନ୍ତୁ ଏଇ ପାର୍ଟି ପଲିଟିକ୍ସ ଥ୍ରୋରୁ ଏଇଟା କରିପାରିଲେ ନାହିଁ, ଗଭର୍ଣ୍ଣମେଣ୍ଟ ହିଁ କଲା। କିନ୍ତୁ ଏଇ ପିକେ ମହାନଦିଆ ଏବେ ସ୍ୱିଡେନ୍ରେ ଅଛନ୍ତି। ତାହାର ଷ୍ଟୋରି ଆପଣମାନେ ୟୁଟ୍ୟୁବରେ ଦେଖିପାରିବେ, ସେ କେମିତି ସାଇକେଲରେ ସ୍ୱିଡେନ୍ ଯାଇଥିଲା, ତାର ଷ୍ଟୋରି ଟୋଟାଲ ରହିଛି। ତାପରେ ଆମେ ପହଞ୍ଚିଗଲୁ ବରଗଡ଼, ଆମର ପୁରୁଣା କଟକର ଡାକ ବଙ୍ଗଳାକୁ। ଏ ହେଉଛି ଡାକ ବଙ୍ଗଳା। ଦେଖନ୍ତୁ ଆମେ ବର୍ତ୍ତମାନ ସେ ଡାକ ବଙ୍ଗଳାକୁ ଏଣ୍ଟ୍ରି କରିବୁ। ଏଣ୍ଟ୍ରି କଲା ଭିତରେ ଏଇଟା କିଛି ପୁରୁଣା କଟକର କି ଭିଉ ଦେଖେଇ ଦେଉଛୁ। ଦେଖନ୍ତୁ କାମ ବର୍ତ୍ତମାନ ପୁରା ଚାଲିଛି ଡାକ ବଙ୍ଗଳା। କ'ଣ ପାଇଁ ନା ଆମର ଓଡ଼ିଶାର CM ମୋହନ ମାଝୀ ଏଇ ଡାକ ବଙ୍ଗଳାକୁ ପୁଣି ଉଦ୍ଘାଟନ କରିବେ, ସେଥିପାଇଁ ରିପେୟାରିଂ ଚାଲିଛି। ଦେଖନ୍ତୁ କିଭଳି ଡାକ ବଙ୍ଗଳାଟି ବହୁତ ବଢ଼ିଆ ହେଇଛି। ଭିତରେ ପୁରା AC ରୁମ୍ ରହିଛି। ଆମେ ବୁଲି ଦେଖିଲୁ, ଆଉ କାମ କିଛି ରହିଛି। ଏଇଟା 2 ଦିନ ଭିତରେ ସରିଯିବ। ଆମେ ପଚାରି ବୁଝୁଥିଲୁ ଚତୁଃପାର୍ଶ୍ୱରେ ଏଇ ଡାକ ବଙ୍ଗଳାଟି କିପରି ରହିଛି, ଟିକେ ଦେଖି ନିଅନ୍ତୁ। ବହୁତ ସୁନ୍ଦର ଲାଗିଲା ଏଇ ଡାକ ବଙ୍ଗଳାଟି ମୁଁ ଦେଖିଛି। କିନ୍ତୁ ବହୁତ ଭଲ ଲୋକ ଥିଲେ, ଯାହା ମାନେ ପଚାରୁଥିଲେ ବି ସେମାନେ କହୁଥିଲେ। କିନ୍ତୁ ଏଇ ଡାକ ଏପରି ଭାବରେ ଆମେ ବରଗଡ଼ ସହର ବୁଲିଲୁ, ବୌଦ୍ଧ ସହର ବୁଲିଲୁ ଏବଂ ସେଠି ରହିଲୁ। ଆଉ କେମିତି ଲାଗୁଛି ଡାକ ବଙ୍ଗଳାଟି, ଆପଣଙ୍କର ମତାମତ ଦେବେ ଏବଂ ଲାଇକ୍, ସବସ୍କ୍ରାଇବ୍, କମେଣ୍ଟ କରିବେ ଯଦି ଭିଡ଼ିଓଟି ଭଲ ଲାଗୁଥିବ। ଆଉ ଆଗକୁ ଆମେ ଦେଖେଇବୁ ବୌଦ୍ଧରୁ କିପରି ଫୁଲବାଣୀ କନ୍ଧମାଳ ଯିବୁ। ରହୁଛି।